କେଉଁ ଗ୍ରହ କଣ ଶିକ୍ଷା ଦିଏ? ରବି କହେ ଉଠ ଜାଗ୍ରତ ହୁଅ, ଚନ୍ଦ୍ର କୁହେ ଅନୁଭବ କର, ମଙ୍ଗଳ କୁହେ ଆଗକୁ ଚାଲ, ବୁଧ କହେ ଚିନ୍ତା କର, ଗୁରୁ କୁହେ ପ୍ରଥମେ ଶିଖ, ଶନି କୁହେ କଷ୍ଟ ସହିଯାଅ, ଶୁକ୍ର କହେ ପ୍ରେମ କର, ରାହୁ କୁହେ ପ୍ରଥମେ ଖୁଜ, କେତୁ କହେ ତ୍ୟାଗ କର। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 18 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ ତତ୍ସହିତ ଆଜି ବାରର ସ୍ୱାମୀ ଶନିଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ବଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 18 ତାରିଖ ଓଡ଼ିଆ ଶ୍ରାବଣ ମାସ 2 ଦିନ ଶନିବାର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଯାହା ଦିବା 8 ଘଟିକା 16 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ପଞ୍ଚମୀ ତିଥି ଆରମ୍ଭ ହଉଛି। ଆଜି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଯାହା ରାତ୍ରି 10 ଘଟିକା ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଯାହାକି ରାତ୍ରି 3 ଘଟିକା 54 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5 ଘଟିକା 14 ମିନିଟ୍ରେ। ସେଇଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6 ଘଟିକା 27 ମିନିଟ୍ରେ। ଆଜି ଯୁଗ୍ନି ରହିଛି ନୈଋତ୍ୟ କୋଣେ ଯାହା ଦିବା 8 ଘଟିକା 16 ମିନିଟ୍ ପର୍ଯ୍ୟନ୍ତ। ତାପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର ଯାହା ରାତ୍ରି 3 ଘଟିକା 54 ମିନିଟ୍ ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 1 ପାଦ ପୁଷ୍କର ଦୋଷ ଯାହା ରାତ୍ରି 10 ଘଟିକା ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି ତତ୍ସହିତ ବଂଶ ହାନି। ଆଜି ପଞ୍ଚମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବେଲ ତତ୍ସହିତ ଯାହାକି ମୂଳା ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6 ଘଟିକା 50 ମଧ୍ୟ ରହିଛି କାଳବେଳା। ପୁଣି ଅପରାହ୍ନ 4 ଘଟିକା 39 ରୁ ଅପରାହ୍ନ 6 ଘଟିକା 27 ମଧ୍ୟ ରହିଛି କାଳବେଳା। ସେହିଭଳି ଦିବା 8 ଘଟିକା 37 ରୁ ଦିବା 10 ଘଟିକା 15 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 1 ଘଟିକା 18 ରୁ ଦିବା 2 ଘଟିକା 47 ମଧ୍ୟ ରହିଛି ବାର ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 7 ଘଟିକା 29 ମଧ୍ୟ ରହିଛି କାଳରାତ୍ରି। ପୁଣି ଶେଷ ରାତ୍ରି 4 ଘଟିକା 14 ରୁ ଶେଷ ରାତ୍ରି 5 ଘଟିକା 14 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 10 ଘଟିକା 16 ରୁ ଦିବା 1 ଘଟିକା 15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8 ଘଟିକା 48 ରୁ ରାତ୍ରି 10 ଘଟିକା 12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1 ଘଟିକା ଠାରୁ ରାତ୍ରି 1 ଘଟିକା 54 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 2 ଘଟିକା 38 ରୁ ଶେଷ ରାତ୍ରି 4 ଘଟିକା 13 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ରବି ଏବଂ ବୃହସ୍ପତି ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ ଚନ୍ଦ୍ର ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି, ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ଯାହାକି ଶନିବାରରେ। ତେବେ ଏହି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ ଜାଣିବା
मेष ठारू मीन राशि पर्यंत प्रत्येक राशि जातक व्यक्ति मानक पाई केउ ग्रह विशेष प्रभाव पकेइबो जानिबा एही राशिफल कार्यक्रम रे। तेबे ए थिला आजिर ग्रहर स्थिति। एही स्थिति को देखि मु नै आसीछि पूरा दिनर हालचाल। जदि आपण माने मते प्रथम करी देखुचंती सेमानंकु मु कहि रखुछि जे आपण माने आपणकर जन्म राशिर राशिफल देखि पारिबे। तेबे जो माने राशिफल जानि नाहंती सेमाने निजर प्रचलित नाम राशिरु राशिफल देखि पारिबे। प्रथमे चालंतु जानिबा मेष राशि व्यक्तिंक विषय। मेष राशि व्यक्ति आज कर्म क्षेत्र रे आपणकर भाग्य मध्यम धरणर रहिछि। तेणु ध्यान पूर्वक निजर कार्य करिले आपण समस्त प्रकार कार्य सफलता आड़क शीर्ष रे नहीं पहुंची पारिबे। तेबे मेष राशि व्यक्ति आज आपण चाकरी संबंध रे निश्चित निजर कार्य ध्यान सहकारे करंतु एवं देखिबे आपण धीरे धीरे कार्य सफलता आड़क निश्चित नेबो। तेबे आज मेष राशि व्यक्ति राजनैतिक सामाजिक क्षेत्र रे आपण निश्चित सफलता पाइबार पूर्ण सुजोग रहुची। आज शिक्षार्थी विद्यार्थी मानक पई मध्यम धरणर शुभ जोग रहुची। आज मेष राशि व्यक्ति व्यापार वाणिज्य करुथिले ध्यान पूर्वक करिले अनेक प्रकार लाभ प्राप्त करिवार पूर्ण जोग रहुची। तत्सहित आज अर्थजनित निष्पत्ति नवा पई अनेक सफलता प्राप्त करिवार पूर्ण शुभ जोग रहुची। आज मेष राशि व्यक्तिंकर भाग्य संख्या रहिछि जहा कि 3 एवं भाग्य रंग रहुछि बैगणी रंग। ग्रह माने आपण को आज जहा कि 65% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज कर्म क्षेत्र रे आपण को नैराश्य होबाकू पड़िबो। मानसिक स्तर रे आपण अशांति तत्सहित कार्य रे आदु मन न लागि पारे। तेणु निश्चित वृष राशि व्यक्ति निजर कार्य प्रति सचेतन होबार आवश्यकता रहिछि। आज वृष राशि व्यक्ति चाकरी संबंध रे आपणकर बाधा विभिन्न प्रकार देखा देई पारे। तेणु यह प्रति निश्चित सचेतन रहिले ताहा आपणक पई भलो हेबो एवं निश्चित उपरस्थ ऑफिसरंक ठारू गाली सुनिबारु दूरता अवलंबन करि पारिबे। आज वृष राशि व्यक्ति जहा कि आज परिवार वर्गंक दृष्टि देखिले आपणकर कलह जोग रहुची। बुद्धि प्रयोग करी व्यापार कले आपण सफलता आड़क अग्रगति करिवे। आज वृष राशि व्यक्तिंकर स्वास्थ्य प्रति निश्चित सचेतन होई रहिबार आवश्यकता रहिछि। आपण मानसिक स्तर दुर्बल अस्थिर होई पारंती। तेणु निश्चित सचेतन निहाती आवश्यकता रहिछि वृष राशि व्यक्तिंकर। आज वृष राशि व्यक्तिंकर भाग्य संख्या रहिछि 7। भाग्य रंग रहुछि सबुज रंग एवं ग्रह माने आपण को आज जहा कि 25% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज कर्म क्षेत्र रे निश्चित सफलता सहित महा आनंद रे कटिवार पूर्ण जोग रहुची। आज चाकरी संबंध रे कार्य गुड़िक आपणकर भाग्य साथ देवा सहित बहुत उत्साहित सहकारे निजर कार्य करिवे। तेबे शिक्षार्थी विद्यार्थी मानक पई आज संपूर्ण शुभ जोग रहुथिबारु इंटरव्यू एग्जाम देले सेथिरे कृतकार्य करिवार अनेक भाग्य आपण को साथ देव जहा कि सफलता प्राप्त करिवार। आज जहा कि मिथुन राशि व्यक्तिंकर स्वास्थ्यगत दृष्टि देखिले आपण स्वास्थ्य पूर्ण सुस्थ रहिबो। कौनसी स्वास्थ्य समस्या रहिबो नाही। आज मिथुन राशि व्यक्तिंकर जहा कि पारिवारिक दृष्टि देखिले आपण निश्चित सफलता रहिबो। निज भितर भल संपर्क रहिबो। तत्सहित आज प्रेम संबंध रे आपण महा आनंद रे दिन कटिवार पूर्ण सुजोग रहुची। आज मिथुन राशि व्यक्ति राजनैतिक सामाजिक क्षेत्र रे आपणकर दक्षता वृद्धि करिवार एक शुभजुग स्थिति रे रहुची। आज मिथुन राशि व्यक्तिंकर भाग्य संख्या रहिछि 4। भाग्य रंग रहुछि जहा कि आपण धूसर रंग यूज करि पारिबे
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ଆପଣଙ୍କର ବାଧା ସୃଷ୍ଟି କରିପାରେ, ଯାହାକି ମାନସିକ ଅଶାନ୍ତି ଯୁଗ ରହୁଛି। ତତ୍ସହିତ ଚାକିରି ସମ୍ବନ୍ଧରେ ଆପଣଙ୍କୁ ବାଧା ପ୍ରାପ୍ତ କରିବାର ଯୁଗ ବନଉଛି। ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତତ୍ସହିତ ଚାକିରି ସମ୍ବନ୍ଧରେ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢି ନପାରେ, ଯାହାକି ଅନେକ କ୍ଷେତ୍ରରେ ଆପଣଙ୍କୁ ବିଫଳତା ଏବଂ ମାନ ସମ୍ମାନ ହାନି ହେବାର ଚାନ୍ସ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ନିଶ୍ଚିତ ଭଲ ଯୁଗ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ଆପଣଙ୍କ ଟିକେ ଅବିଶ୍ୱାସ ଯୁକ୍ତ ହୋଇପାରେ, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ସାବଧାନ ରୁହନ୍ତୁ। ଦେଖିବେ ବେପାର ବାଣିଜ୍ୟ ଯଦି ନିଜର ବୁଦ୍ଧି ପ୍ରୟୋଗ କରି କରିବେ ସେଥିରେ ଅନେକ ପ୍ରକାର ସଫଳତା ଏବଂ ଲାଭ ପ୍ରାପ୍ତ ପାଇବେ। ଆଜି ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଆଇନଗତ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ହେବେ, କିନ୍ତୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆଜି ଚାକିରି ସମ୍ବନ୍ଧରେ ସିଂହ ରାଶି ବ୍ୟକ୍ତି ଅନେକ ପ୍ରୋବ୍ଲେମରେ ପଡ଼ିପାରନ୍ତି। ତେବେ ଅତିରିକ୍ତ କାର୍ଯ୍ୟ ଚାପ ବଢ଼ିବ, ଯାହା ପାଇଁ ଆପଣ ନିୟମ ସହିତ କାର୍ଯ୍ୟ କରିପାରିବେ ନାହିଁ ଏବଂ ଅନେକ ଭୁଲ ହୋଇପାରେ। ତେଣୁ ନିଶ୍ଚିତ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ସାମାଜିକ କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କମିଯିବ। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଉତ୍ତମ ଯୁଗ ହୋଇନପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଭାବ ପ୍ରବଣତା ଠାରୁ ନିଶ୍ଚିତ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ଧ୍ୟାନ ଯଦି ନ ଦେଇ କରିବେ ତାହେଲେ ଆପଣ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବୃଦ୍ଧି କରିପାରେ, ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ନିହାତି ଆବଶ୍ୟକତା ରହିଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ଆପଣଙ୍କର ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡ଼ିବ। ମନ ଭିତରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି କରିବ। ତେଣୁ କନ୍ୟା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ତତ୍ସହିତ ଚାକିରି ସମ୍ବନ୍ଧରେ ଅନେକ ପ୍ରତିରୋଧ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଦୁର୍ବଳ ଅଶାନ୍ତି ହୋଇପାରନ୍ତି। ତେଣୁ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ କନ୍ୟା ରାଶି ବ୍ୟକ୍ତି ସାମାଜିକ ରାଜନୈତିକ କ୍ଷେତ୍ରରେ ଆପଣ ନିଶ୍ଚିତ ଆଜି ଆପଣଙ୍କ ପାଇଁ ଭଲ ନ ହୋଇପାରେ, ତେଣୁ ଏହା ପ୍ରତି ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ଅନେକ ପ୍ରକାର ସମସ୍ୟା ବା କ୍ଷତି ସହିବାକୁ ପଡ଼ିବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଆପଣଙ୍କୁ ଅସ୍ଥିରତା କରିପାରେ, ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର
भाग्य संख्या रही 8, भाग्य रंग रहुची जहाँकि गाढ़ नील रंग यूज करें एवं ग्रह माने आपण को आज जहाँकि 35% साथ दौरान। चलतु जानिबा तुला राशि व्यक्ति विषय। तुला राशि व्यक्ति आज कर्म क्षेत्र में अनेक प्रकार शुभयुग स्थिति रोचे जहाँ आपण राशि चक्र जना पड़ुछि। आज तुला राशि व्यक्ति निजर कार्य तो सफलता पाइबा सहित चाकरी संबंध में जो माने जड़ित थिबे सेमानंकर कार्य गुड़िक आज अनेक प्रकार शुभयुग स्थिति रे रहउतिबारु आपणकर कार्यकौशल देखि उपरस्थ कर्मचारी आपणक ऊपर निश्चित प्रशंसा साउंटिबे। आज तुला राशि व्यक्तिंकर जहाँकि राजनैतिक सामाजिक क्षेत्र में आपण जने कर्मवीर रूपे परिचित होई पारंती। तेबे शिक्षार्थी विद्यार्थी मानक पई आज महा आनंद युग रहुची। तत्सहित इंटरव्यू एग्जाम थिले तुला राशि व्यक्ति सेथरे निश्चित सफलता प्राप्त करिवार पूर्ण युग रहुची जहाँ आपणक राशि चक्र जना पड़ी। तेणु आज जदि कौनसी अर्थजनित निष्पत्ति नेबे ताहा अनेक प्रकार लाभ देई पारे तुला राशि व्यक्तिंकर। आज तुला राशि व्यक्तिंकर भाग्य संख्या रही जहाँकि 5, भाग्य रंग रहुची जहाँकि आपण मिश्रित कला रंग यूज करें एवं ग्रह माने आपण को आज 95% साथ दौचंती। एबे चलंतु जानिबा बिछा राशि व्यक्ति विषय। बिछा राशि व्यक्ति आपणकर भाग्य ग्रह पूर्ण शुभ युग स्थिति रे रहुची। तेणु अनेक प्रकार कर्म क्षेत्र रे आपण सफलता पाइबा सहित चाकरी संबंध में आपणकर भाग्य ग्रह पूर्ण युग रहुथिबारु अनेक क्षेत्र में आपण सफलता पाइबा सहित निजर प्रतिष्ठा परिप्रकाश करि पारंती चाकरी संबंध रे एवं समस्तक मन जिणबार एक उत्तम दिन होई पारे बिछा राशि व्यक्तिंकर। आज बिछा राशि व्यक्ति जहाँकि शिक्षार्थी विद्यार्थी मानक पई एक उत्तम दिन होई पारे। तत्सहित इंटरव्यू एग्जाम थिले सेथिरे अनेक सफलता प्राप्त करिवार शुभ युग रहुची जहाँ आपणक भाग्य राशि जना पड़ुछि। आज बिछा राशि व्यक्ति राजनैतिक सामाजिक क्षेत्र में आपणकर प्रतिष्ठा लाभ करिवार एक उत्तम दिन होई पारे। आज बिछा राशि व्यक्तिंकर पारिवारिक संपर्क भल रहिबो। पूर्वरु जदि किछि मतभेद थिबो ताहा दूरीभूत होबार अनेक चांस रहुछि। आज बिछा राशि व्यक्तिंकर जहाँकि आपणकर व्यापार वाणिज्य रे आपण अनेक प्रकार लाभ प्राप्त करिवार उत्तम दिन होई पारे जहाँ आपणक राशि चक्र जना पड़ुछि। आज बिछा राशि व्यक्तिंकर भाग्य संख्या रही 5, भाग्य रंग रहुछि धला रंग यूज करें एवं ग्रह माने आपण को आज 95% साथ दौछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज कर्म क्षेत्र में आपण अनेक प्रकार सफलता प्राप्त युग रहुची। विशेषकर कर्म क्षेत्र में आपण राज सम्मान प्राप्त करिवार पूर्ण युग रहुची धनु राशि व्यक्तिंकर। आज धनु राशि व्यक्तिंकर जहाँकि सामाजिक सहित राजनैतिक क्षेत्र में आपण एक भल प्रतिष्ठावान व्यक्ति रूपे परिचित होवार अनेक चांस रहुची। आज धनु राशि व्यक्तिंकर जहाँकि चाकरी संबंध में आपणकर भाग्य ग्रह अनेक प्रकार सफलता प्राप्त युग रहुची जहाँ आपणक राशि चक्र जना पड़ुछि। आज धनु राशि व्यक्तिंकर जहाँकि शिक्षार्थी विद्यार्थी मानक पई एक उत्तम दिन होई पारे जहाँ आपणक राशि चक्र जना पड़ुछि। आज धनु राशि व्यक्ति जहाँकि व्यापार वाणिज्य रे आपण अनेक प्रकार लाभ प्राप्त करिवार पूर्ण सुजोग रहुछि जहाँ आपणक राशि चक्र जना पड़ुछि। आज धनु राशि व्यक्तिंकर जहाँकि स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज धनु राशि व्यक्तिंकर भाग्य संख्या रही जहाँकि 3, भाग्य रंग रहुछि आपण बैगणी रंग यूज करि पारिबे एवं ग्रह माने आपण को आज 85% साथ दौछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज कर्म क्षेत्र में आपण समस्त प्रकार कार्य सफलता युग बनौछि
ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଆପଣ ଭଲ ସୁଯୋଗ ରହୁଛି। ତତ୍ସହିତ ଆଜି ଆପଣଙ୍କର ଦକ୍ଷତା ଯୁଗ ରହୁଛି, ଯାହାକି ପ୍ରତିଷ୍ଠା ପାଇବାର ଅନେକ ଚାନ୍ସ ରହୁଛି। ଆଜି କାର୍ଯ୍ୟକୌଶଳ ଦ୍ୱାରା ମକର ରାଶି ବ୍ୟକ୍ତି ସମସ୍ତଙ୍କର ମନ ଜିଣିବାର ଏକ ଉତ୍ତମ ଦିନ ବନଉଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଯାହାକି ପ୍ରତିଷ୍ଠା ଲାଭ କରିବା ସହିତ ନିଜର ବ୍ୟକ୍ତିତ୍ୱ ଆପଣ ସମାଜ ଆଗରେ ପରିଦର୍ଶନ କରିପାରନ୍ତି, ଯାହା ମକର ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ସମସ୍ତ ପରିବାର ବର୍ଗଙ୍କୁ ନେଇ ଆପଣ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ନିଜର କର୍ମକ୍ଷେତ୍ରରେ ଆପଣ ଅନେକ ପ୍ରକାର ଶୁଭ ଫଳ ଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯୋଉମାନେ ଆପଣଙ୍କ ସହିତ କମ୍ପିଟିସନ କରୁଥିବେ କିମ୍ବା ଶତ୍ରୁମାନେ ଆପଣ ସେମାନଙ୍କୁ ଆଜି ନାଶ କରିବାର ପୂର୍ଣ୍ଣ ଏକ ଶୁଭ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଅତି ଆନନ୍ଦମୟ ବା ଉତ୍ତମ ଦିନ କହିଲେ ଅତିରିକ୍ତି ହେବ ନାହିଁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଏକ୍ଜାମ କିମ୍ବା ଇଣ୍ଟରଭ୍ୟୁ ଥିଲେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ବା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହି ନପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1 ଏବଂ ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୋଗ ରହିଥିବାରୁ ସମସ୍ତ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଭଲ ସ୍ଥିତି ରହିଛି। ତେଣୁ ଆଜି ବିଶେଷ କରି ଆପଣ ମାଲି ମକଦ୍ଦମାରେ ଆପଣ ବିଜୟ ହବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ପର୍ଯ୍ୟନ୍ତ ସାଥ ଦଉଛନ୍ତି।